ବର୍ଷେ ହେଲାଣି ରବି ସୁନିତାକୁ ଦୂରରୁ ହିଁ ଦେଖୁଥିଲା। ସୁନିତା କିନ୍ତୁ ଏକଥା ଜାଣିଥିଲା। ଦିନେ କ୍ଲାସ ସାରି ରବି ସୁନିତା ପାଖକୁ ଯାଇ କହିଲା, ମୁଁ ତୁମକୁ ଡେଟରେ ନେଇକି ଯିବାକୁ ଚାହେଁ। କେବେ କଥା ନାହିଁ ବାର୍ତ୍ତା ନାହିଁ, ସିଧା ଡେଟକୁ ଡାକିଲାଣି। ଏ କେମିତିକା ପୁଅ ମ? ତଥାପି ସୁନିତା ରବି ସହ ଯିବା ପାଇଁ ରାଜି ହେଇଗଲା, କାରଣ ସେ ବି ରବିକୁ ଭଲ ପାଉଥିଲା। ଦୁହେଁ ଗୋଟେ ବଡ ହୋଟେଲକୁ ଗଲେ। ରବି ସୁନିତା ପାଇଁ ଟେବୁଲ ରିଜର୍ଭ କରି ରଖିଥିଲା। ରବି କହିଲା, ଆଜି ତୁମର ଯାହା ଇଚ୍ଛା ସେ ଅର୍ଡର କର। ସୁନିତା ତାର ଫେଭରେଟ ବିରିୟାନୀକୁ ଅର୍ଡର କଲା। ରବି ମନରେ ମନରେ ନର୍ଭସ୍ ହଉଥାଏ। ସୁନିତା ରବିର ଏମିତି ନର୍ଭସନେସ୍ ଦେଖି ପଚାରିଲା, ତୁମେ ଠିକ ଅଛ? କଣ ହେଇଛି ତୁମର? କୁହ, ତୁମକୁ ମୋ ରାଣ। ସୁନିତାର ରାଣ ଦେବା ଲାଗି ରବି କହିଲା, ମୁଁ ଗୋଟେ ଗରିବ ପରିବାରର ପିଲା। ବର୍ଷେ ହେଲା ମୁଁ ମୋ ପକେଟ ମନି ସେଭ୍ କରୁଥିଲି ତୁମକୁ ଡେଟରେ ଆଣିବା ପାଇଁ। ତୁମେ ମତେ ଏତେ ଭଲ ପାଅ, ଏ କଥା ତ କାହିଁ କେବେ ମତେ କହିନ? ଏବେ ସୁନିତା କହିଲା, ରବି ମୁଁ ମୋର ପୁରା ଜୀବନ ତୁମ ସହିତ ବିରିୟାନୀ ଖାଇବାକୁ ଚାହେଁ। ସାରା ଜୀବନ ମତେ ତୁମ ପାଖରେ ରଖିବ ତ?